ଆଜ୍ଞା ନମସ୍କାର। ଦେଖନ୍ତୁ ଇଏ ଗୋଟେ ଦେଶୀ ଆମ୍ବଟିଏ। ଦେଶୀ କ'ଣ ଗାଁରେ ଲାଗିଛି କିନ୍ତୁ କଲିମି ଆମ୍ବଟିଏ ଦେଖନ୍ତୁ ପୁରା ଭଲକି ଦେଖୁଛି। କଲିମି ଆମ୍ବ ଦେଖନ୍ତୁ, କଲିମି ଆମ୍ବଟିଏ ଦେଖନ୍ତୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏପଟେ ଦେଖନ୍ତୁ, ଏଇଠି ଅଛି ସେଥିରେ ପ୍ରଭୁ ନାଗମଣିଙ୍କର ଗୋଟେ ଆବିର୍ଭାବ ହେଇଛି। ମୁଁ ଶୁଣିଥିଲି ବୃକ୍ଷ ଦେବତା ହେଉଛନ୍ତି ଭଗବାନ, କିନ୍ତୁ ଦେଖନ୍ତୁ ଏଇଠି ମୋ ମନକୁ ଆସିଲା ଯେ ଆଉ ଦୁଇଟା ତ ଆମ୍ବର ତ ଦୁଇଟା ନଥାଏ ନା। ଦେଖନ୍ତୁ ଏପଟରେ ବି ଗୋଟେ ଅଛି, ଯେଉଁ ଆମ୍ବର ଯେମିତି ପ୍ରୋସିଜର ଆମ୍ବ ହେବା କଥା ଯେମିତି ଦେଖନ୍ତୁ। ତାପରେ ଏଠି ମୁଁ ଆମ ଘରକୁ ଆସିଥିଲା, ଗାଁରୁ ମୋ ଭାଇ ଆଣିଥିଲା ଆମ୍ବ। ଦେଖନ୍ତୁ ପୁରା ନାଗ ଦେବତା ପରି ପୁରା ଡିଜାଇନ୍ ହେଇଛି ପୁରା ଦେଖନ୍ତୁ, ଭାରି ଖୁସି ଲାଗିଲା। ଜୟ ହୋ ଭୋଲେ ବାବା କି ଜୟ ହୋ ନାଗ ଦେବତା କି ନମସ୍କାର। ସମସ୍ତେ ଦେଖନ୍ତୁ, ବୃକ୍ଷ ଦେବତା କହନ୍ତି ସମସ୍ତେ, ତେଣୁ ସେ ଫଳରେ ବି ଆସିକି ଆବିର୍ଭାବ ହେଇଛନ୍ତି ବୋଲି ମୋ ମନକୁ ଆସିଲା। ତେଣୁ ସବୁବେଳେ ତ ପଥରରେ ବି ଭଗବାନ ଥାଆନ୍ତି। ତେଣୁ ମୁଁ ମଣ୍ଡିଆଟିଏ ମାରିଲି, ଆଉ ଖାଇବାକୁ ଇଚ୍ଛା ହେଲାନି। ତାକୁ ପୁଣି ଗଛ କରିବା ପାଇଁ ପୋତି ଦେଉଛି। ପୁଣି ଗଛ କରିବା ପାଇଁ ମୁଁ ପୋତି ଦେବି। ମୋତେ ଖାଇବାକୁ ଇଚ୍ଛା ହେଉନି, ଯେହେତୁ ଠାକୁରଙ୍କର ମୋତେ ଲାଗିଲା ଠାକୁରଙ୍କର ଏଇଟା ରହିଛି ବୋଲି। ଦେଖନ୍ତୁ, ଧନ୍ୟବାଦ। ଆପଣଙ୍କୁ ଯଦି କିଛି ଅଲଗା ଲାଗିଛି ମେସେଜରେ ଲେଖିବେ। ମୋ ମନକୁ ଆସିଲା ତ ମୁଁ କହିଦେଲି ସେଥିଲାଗି।